ମୋ ପାଖରେ ଯୋଉ ଭାଇ ଜଣକ ବସିଛନ୍ତି ସେ ଯୌତୁକକୁ ବହୁତ ଘୃଣା କରନ୍ତି। ସେଇ ଯୌତୁକ ମାନେ ଯାଚିକି ଦଉଛନ୍ତି ବୋଲି ଇଏ ଆଉ ବାହା ହଉନାହାନ୍ତି। ମତେ ଯୌତୁକ ଦରକାର ନାହିଁ। ଏମିତିଆ ଲୋକ ବି ସଂସାରରେ ଅଛନ୍ତି। ଏଇ ଭଦ୍ର ଲୋକଟି ତାଙ୍କ ମୁହଁ ଦେଖୁଥିବେ ବହୁତ ଏଇ ଗୁଣ ଆଙ୍କର ମତେ ଭଲ ଲାଗିଲା। ମୁଁ ସେଥିପାଇଁ ଆଙ୍କକୁ ଆସି ଭିଡିଓ କଲି ଆଙ୍କ ପାଖକୁ। ନା 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 ଭଗବାନ ଆମର କଣ ନ ଦେଇଛି? ହାତ ଦେଇଛି, ଗୋଡ ଦେଇଛି, ଭଲ ଗୋଟେ ଚେହେରା ଦେଇଛି, ହ୍ୟାଣ୍ଡସମ ଭଳିଆ ଚେହେରା। କଣ ନାହିଁ ମୋର? ବହୁତ ବଢିଆ, ଅତି ଗାଡି ସୁନ୍ଦର ଘୋଡା ସବୁ ଅଛି। ହଁ ମୋର କଣ ଦରକାର ଡିମାଣ୍ଡ? ଡିମାଣ୍ଡ ଯିଏ ନଉଛି ଆକ୍ଚୁଆଲି ସତ କଥା ଦେଖିବାକୁ ଗଲେ ସେ ହଉଛି ରାକ୍ଷସ। ସମାଜରେ ବସିବାରେ ତାର ମାନେ ଅକାତ ନାହିଁ, ଅକାତଲେସ୍। ମୁଁ ସେମାନଙ୍କୁ ଘୃଣା କରେ। ଆଇ ହେଟ୍ ଡିମାଣ୍ଡ। ଆଚ୍ଛା ବୁଝିଲେ କି? ସେଟା ତଣ୍ଟି ଚିପା ଧନ। ପାଠ ଦି ଅକ୍ଷର ପଢିଛ? ସେଗୁଡା କଣ? ଠିକ ଅଛି। ଦେଖିପାରୁଥିବେ ତାଙ୍କ କଥାବାର୍ତ୍ତା ମତେ ବହୁତ ଖୁସି ଲାଗୁଛି। ଡିମାଣ୍ଡକୁ ସେ ଘୃଣା କରୁଛନ୍ତି। ଆଜିକାଲି ଯୌତୁକ ଯେମିତି କଟକଣା ଚାଲିଛି, ଯୌତୁକ ପ୍ରଥା। ନା ଡିମାଣ୍ଡ ମୁଁ ତ ଘୃଣା କରୁଛି। ମେନ୍ କଥା ହେଲା ତାଙ୍କ ଝିଅ ଯଦି ଗୋଟେ ବାପ ଝିଅ ଦବ ତାଙ୍କ ଖୁସିରେ ସିଏ ଯାହା ଦବ। ଝିଅଟାକୁ ଯେହେତୁ ଦଉଛି ମୁଁ କଣ ମନା କରିପାରିବି? ଝିଅକୁ ଯଦି ରଖିଲ ସ୍ନେହ ଶ୍ରଦ୍ଧାରେ ତମକୁ ଯଦି ଚାହିଁବ 5 ଟଙ୍କା ଦବା ମୁଁ ତାଙ୍କୁ ମନା କରିପାରିବି କି? ମହାନ ପୁରୁଷ, ଜଣେ ମହାନ ପୁରୁଷ। ଏମିତି ପୁରୁଷ ସଂସାରରେ ନଥିବେ। କିଛି ଦରକାର ନାହିଁ। ଡିମାଣ୍ଡ ମୋର ନାହିଁ। ମୁଁ ପ୍ରଥମରୁ କହିଛି ଡିମାଣ୍ଡ ଦରକାର ନାହିଁ। ଡିମାଣ୍ଡ ଦରକାର ନାହିଁ। ଦେଖିବେ ମାନେ ଲୋକଙ୍କୁ ମାନେ ଚିହ୍ନ ଟିକେ ଏଇ ବଦନ ଟିକେ ଦେଖିଦିଅ କ୍ୟାମେରାରେ, ବହୁତ ସୁନ୍ଦର ବଦନ, କିନ୍ତୁ ଡିମାଣ୍ଡ ଦରକାର ନାହିଁ। ଏମିତି ଲୋକ ସଂସାରରେ ଯାହା ହଉ ଆପଣ ମାନେ ଦେଖିଲେ ଡିମାଣ୍ଡ ଆଙ୍କର ଦରକାର ନାହିଁ। ବାହାଘର ହେଇଯିବ। ଖାଲି ଝିଅକୁ ଖଣ୍ଡେ ଶାଢୀ ପିନ୍ଧେଇକିନା ଯଦି ଛାଡିଦେବେ ନହେଲେ ମୁଁ ମୋର ଖାଲି ଶାଢୀ ପିନ୍ଧେଇକି ଝିଅକୁ ଛାଡିବେ। ମାନେ ଦେଖିପାରୁଥିବେ ଏମିତି ଲୋକ। ମୋର ଡିମାଣ୍ଡ ଦରକାର ନାହିଁ। ଝିଅ ଯଦି ଝିଅକୁ ଖଣ୍ଡେ ଯଦି ତାଙ୍କ ଖୁସି ହିସାବରେ ଖୁସିରେ ଯଦି ଗାଡି ଖଣ୍ଡେ ଦେଲେ କିଏ ତାଙ୍କ ଝିଅ ଯିବ। ଗାଡି ଖଣ୍ଡେ ହଁ ଯଦି ଆଜି ବିପଦ ଆପଦରେ ଯଦି ଝିଅ ଖରାପ ହେଲା, ଗାଡି ମାନେ ସ୍କୁଟି। ଆଚ୍ଛା ସିଏ ତାଙ୍କ ଝିଅ ଚଲେଇବ। ମୋର କିଛି ଦରକାର ନାହିଁ। ମୋର ଡିମାଣ୍ଡ ମୋର ଦରକାର ନାହିଁ ବିଲକୁଲ। ମୁଁ ମନା କରୁଛି ନା ଡିମାଣ୍ଡ ମୋର ଦରକାର ନାହିଁ। ତମ ମୁଣ୍ଡ ଛୁଇଁ କହୁଛି ଡିମାଣ୍ଡ ମୋର ବିଲକୁଲ ଦରକାର ନାହିଁ। ଦେଖିପାରୁଥିବେ ଡିମାଣ୍ଡ ଦରକାର ନାହିଁ। ଖାଲି ଗାଡି ଖଣ୍ଡେ ଯଦି ଦେବେ ତାଙ୍କ ଖୁସିରେ ଝିଅକୁ ଦେବେ, ଚଲାବୁଲା ମାର୍କେଟ ଫାର୍କେଟ ଏଇତ ଆଉ। ଯଦି ରାଣୀ ହାର ଖଣ୍ଡେ ସୁନାର ଯଦି ତା ବେକକୁ ଦେଲେ, ଝିଅକୁ ଦେଲେ ମୋର ଦରକାର ନାହିଁ। ରାଣୀ ହାର ହଁ ଝିଅକୁ ଯଦି ଦେଲେ ତାହେଲେ ମୋର କିଛି କହେ ନାହିଁ। ତାଙ୍କ ଝିଅ ପିନ୍ଧିବ, ତାଙ୍କ ଝିଅ ପିନ୍ଧିଲେ ଚାରିଆଡେ ଦେଖେଇ ହବ ଭାଇ ମୋ ବାପା ମୋର କିଛି ଦରକାର ନାହିଁ। ମୋର କଣ ହବ? ଦେଖିପାରୁଥିବେ ଖାଲି ରାଣୀ ହାର ଆଉ ସ୍କୁଟିଟେ, ଆଉ କିଛି ବି ମାଗୁନାହାନ୍ତି। ଏମିତିଆ ମହାନ ବ୍ୟକ୍ତି ଆମ ସଂସାରରେ ଆଖପାଖ ଖଣ୍ଡମଣ୍ଡଳରେ ବି ମିଳିବେନି। ଏତିକି ହିଁ ତାଙ୍କ ନା ସୋପା ଖଣ୍ଡେ ଯଦି ଦେଇଥା, ସୋପା ଖଣ୍ଡେ କିଏ ମୋର କଣ ହବ? ମୁଁ ତ ଛପା ଯୋଉଠି ପକେଇବି ସେଇଠି ଶୋଇପଡିବି, ସେଇଠି ବସିଯିବି। ତାଙ୍କ ଝୁଅକୁ ଯଦି ସିଏ ଖଣ୍ଡେ ଦେଇଥିଲେ ତାହେଲେ ତାଙ୍କ ଝୁଅ ବସିବ। ମୋର କିଛି ଦରକାର ନାହିଁ। ମୋର କଣ ଅଛି? ମୁଁ ତ ପ୍ରଥମରୁ ତମ ମୁଣ୍ଡ ଛୁଇଁ କହିଛି ମୋର ଦରକାର ନାହିଁ, ଜମା ଡିମାଣ୍ଡ ଦରକାର ନାହିଁ। ତାହେଲେ ଏତିକି ଡିମାଣ୍ଡ ତାଙ୍କର ଥିଲା, ସୋଫା ଖଣ୍ଡେ, ଗାଡି ଖଣ୍ଡେ, ସୁନା ହାର, ଏଇଠୁ ଆଉ ଚଳିବ ଏତିକି ତ ଜଣେ ଦବ। ଯଦି ଦେଇଥାନ୍ତେ ତାଙ୍କ ଝିଅ ଫ୍ରିଜ ମୋର ଦରକାର ନାହିଁ। ରୋଷେଇ କରିକିନା ଯଦି ଆସିବ ଗରମ ହେଇଯାଇଥିବ ଥଣ୍ଡା ପାଣି ଟିକେ ଫ୍ରିଜ ରୁ ବାହାର କରି ପିଇଲା, ମୋର କିଛି ଦରକାର ନାହିଁ। ତାଙ୍କ ଝୁଅକୁ ଦେଇଥିଲେ ତାଙ୍କ ଝୁଅ ଚଳିବ। ମୋର କଣ ଅଛି? ମୋର କିଛି ନାହିଁ। ମୁଁ ତ ମୋର ଘରେ କୂଅ ଅଛି, କୂଅରୁ ପାଣି କାଢିକିନା ମୁଁ ପିଇଦେବି, ମୋର କିଛି ଟେନସନ ନାହିଁ। ତାଙ୍କ ଝୁଅ ପିଇଥାନ୍ତା, ମୋର କିଛି ଦରକାର ନାହିଁ। ମାନେ ଖାଲି ଫ୍ରିଜ ତ ଫ୍ରିଜ। ତାହେଲେ ଦେଖିପାରୁଥିବେ ସୁନା ଛୋପା ଗାଡିଟେ ଫ୍ରିଜ ଏତିକି ତାଙ୍କ ଡିମାଣ୍ଡ, ଆଉ କିଛି ନାହିଁ। ତାଙ୍କର ଡିମାଣ୍ଡ ପୁରା ପସନ୍ଦ ନୁହଁ। ସେ କହିଛନ୍ତି ଆଗରୁ ଡିମାଣ୍ଡ ମୁଁ ନେବିନି। ବୁଝି ଏତିକି ଖଟ ଯଦି ଗୋଟେ ଦେଇଥାନ୍ତି, ଖଟ ଯଦି ଗୋଟେ ଦେଇଥାନ୍ତି ତମେ ଚିନ୍ତା କର ତାଙ୍କ ଝୁଅ ଶୋଇଥାନ୍ତା, ମୋର କଣ ଅଛି? ମୁଁ ମୋର ପାଲ ପକେଇ ଯୋଉଠି ନାହିଁ ସେଠି ଶୋଇପଡିବି। ତମ ମୁଣ୍ଡ ଛୁଇଁଛୁ ଭାଇ, ମିଛ କହିବି। ମୋର ଡିମାଣ୍ଡ ବିଲକୁଲ ଗୋଟିଏ ଟଙ୍କାଟା ବି ମୋର ଦରକାର ନାହିଁ। ତାହେଲେ ଖଟ ଶେଷ ଖଟ, ସେ ଆଉ ବୋଧେ କିଛି ମାଗିବେ ନାହିଁ। ଖଟରେ ସେ ଏଣ୍ଡ କରିବେ। ତାହେଲେ ଦି ମାଣେ ଯଦି ବିଲ ଦେଇଥାନ୍ତେ, କୋଉଠି ଜାଗା ଦି ମାଣେ ଯଦି ଦେଇଥାନ୍ତେ, ଏଠି କାହିଁ ଗାଁ ଗହଳିରେ ରହିଥାନ୍ତେ? ତାଙ୍କ ଝିଅ ଆ ସହିତ ଝଗଡା, ତା ସହିତ ଝଗଡା, ମୁଣ୍ଡ ଖରାପ ହବ। ଗୋଟେ ରୋଡ କରେ ଯଦି ଜମି ଦେଇଥାନ୍ତେ, ଗୋଟେ ଘରଟା କରିକିନା ସିଆଡେ ତାଙ୍କ ଝିଅ ଆରାମସେ ରହିଥାନ୍ତେ। କାହା ସହିତ ଝଗଡା ନାହିଁ, ଝାଟି ନାହିଁ, କିଛି ନାହିଁ। ମୋର କିଛି ଦରକାର ନାହିଁ। ତାଙ୍କ ଝୁଅକୁ ସିଏ ଦେଇଥାନ୍ତେ, ମୋର କଣ ଅଛି? ମୋର ତ ଭାଇ ମୋର ଘର ଅଛି, ଦ୍ୱାର ଅଛି, ମୋର କଣ ହବ କହୁନା? ଦି ମାଣେ ଜମି, ହଁ ଦି ମାଣେ ଜମି ଦେବେ ତମକୁ, ମାନେ ଆଉ ଡିମାଣ୍ଡ ନାହିଁ ତମର? ମୋର କିଛି ନାହିଁ। ମୁଁ ତମକୁ ମୁଣ୍ଡ ଛୁଇଁଛି, ମୁଣ୍ଡରେ ତ ଛୁଇଁଦେଲ ସେଇଟା ମାନେ ମୁଁ ବିଲକୁଲ ମୋର ଆଉ କିଛି ଦରକାର ନାହିଁ। ମୋର କଣ ହବ? ମୁଁ ଗୋଟେ କଥା କହୁଛି ଭାଇନା। ହଁ କହୁନା, କୁହ। ତମେ ଏ ଜନ୍ମରେ କଣ 7 ଜନ୍ମ, କଣ 20 ଜନ୍ମ କଣ ହେଲା ବାଇ ପାରିବ ଓଥରା ହେଇ ରାଙ୍ଗୁଆ ହେଇ ବୁଲିଯିବ। କିଏ ଅଭଦ୍ର ଲୋକ? ଶୁଣ ଇଏ କି ଭଳିଆ କଥାଟା କରୁଛ ତମେ? ନା କଣ ତମେ ଭାବୁଛ କଣ ତମେ? କିଛି ନ କହିଲେ ଏଠୁ। ଆରେ ମୁଁ ପ୍ରଥମରୁ କହିଛି ମୋର ଡିମାଣ୍ଡ ବିଲକୁଲ ଦରକାର ନାହିଁ। କି ବାଜ୍ୟ ଲୋକ, ଅତି ଥାର୍ଡ କ୍ଲାସ ଲୋକ, ମୋର ଯାଉନା।
ମୋର ଏଇଟାକୁ 47ଟା ଆଗର ଭାଗିଲେ ନା ତମେ ଗୋଟେ ନୂଆ ଆସିକିନା ମତେ ଶିଖେଇବ Mata. ସମାଜରେ ଭଲ ଲୋକଙ୍କର ମାନେ ଇଏ ନାହିଁ